ନିଶ୍ଚିତ ଭାବେ ଯୋଉଭଳି ଭାବେ ପଶ୍ଚିମ ଏସିଆରେ ଆମର ବିଶ୍ୱ ବଜାରରେ ତୈଳ ସଙ୍କଟ ଏବଂ ତାକୁ ଆଖି ଆଗରେ ରଖିକିରି ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବେ ଲୋକଙ୍କୁ ଅପିଲ କଲେ ମିତବ୍ୟୟିତା ସମ୍ପର୍କରେ ଯେମିତି ଭାରତର ଅର୍ଥନୀତିର ସୁରକ୍ଷିତ ପାଇଁ ଏବଂ ସେ କହିଲେ ଯେତେ କମ୍ ଆମେ ଆମ ଖର୍ଚ୍ଚକୁ କମେଇବା ଯେଉଁଭଳି ଭାବେ ତେଲ କମ୍ ବ୍ୟବହାର କରିବା, ଗାଡ଼ି ଆମ ପରିବହନ ପାଇଁ ଗାଡ଼ି ଘୋଡ଼ା କମ୍ ବ୍ୟବହାର କରିବା ଏବଂ ଆମେ ସୁନା ନ କିଣିବା, ସୁନା ନ କିଣିବା ପାଇଁ ମଧ୍ୟ ଏବଂ ବୈଦେଶିକ ମୁଦ୍ରା ଖର୍ଚ୍ଚ କମେଇବା, ବିଦେଶ ଗସ୍ତକୁ କମେଇବା, ଏ ବିଭିନ୍ନ କଥା ଏଥିପାଇଁ କହିଲେ ଯେ ଭାରତୀୟ ବିଶ୍ୱ ବଜାରରେ ଭାରତୀୟମାନଙ୍କର ଭୂମିକା ଏକ ପ୍ରମୁଖ ସ୍ଥାନ ଏବଂ ତାକୁ ଆମ ଦେଶର ଅର୍ଥନୀତି ଯେଉଁଭଳି ଭାବେ ସୁଦୃଢ଼ ଅଛି ଏବଂ ଯେଉଁଭଳି ଭାବେ ବିକଶିତ ହେଉଥିଲା ତାକୁ ଆଖି ଆଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏଭଳି ଆଗ୍ରହ ରଖିଛନ୍ତି, ଏଭଳି ଅପିଲ କରିଛନ୍ତି ଏବଂ ଆପଣ ଦେଖିବେ ନିକଟରେ ଉବେର ବିଶ୍ୱର ସବୁଠୁ ବଡ଼ ଏଗ୍ରିଗେଟର ଓଲା ଉବେର ଯେଉଁ ଅଛି ଉବେର ସଂସ୍ଥା ତାର ସିଇଓ ଆସିଥିଲେ। ସିଏ ମଧ୍ୟ ଯେତେବେଳେ ଆମର ନିର୍ମଳା ସୀତାରମଣଜୀ ଏବଂ ନିତିନ ଗଡ଼କରୀଜୀ ଏବଂ ପ୍ରହଲ୍ଲାଦ ଯୋଶୀ ପ୍ରମୁଖ ନେତାମାନଙ୍କୁ ସାକ୍ଷାତ କରିଥିଲେ, ସେ ସମୟରେ ମଧ୍ୟ ପ୍ରହଲ୍ଲାଦ ଯୋଶୀ ମାନ୍ୟବର ମନ୍ତ୍ରୀ ଅପେକ୍ଷା ରଖିଥିଲେ ଏବଂ ସେ ଇଭି ଗାଡ଼ିର ପ୍ରଚଳନ ପାଇଁ ଯେହେତୁ କି ସବୁଠୁ ବଡ଼ ଏଗ୍ରିଗେଟର ହେଉଛି ଉବେର ତାର ସେ ଆର୍ଥିକ ସହାୟତା ଦେଉ ତା ଡ୍ରାଇଭରମାନଙ୍କୁ ତାର ମାଲିକମାନଙ୍କୁ ଯେ ଇଭି ଗାଡ଼ିରେ କନଭର୍ଟ ଯେମିତି ସବୁ ରୂପାନ୍ତରିତ କରିବେ ଏବଂ ଆଜିର ଦିନରେ ଆବଶ୍ୟକ ଅଛି ଇଭି। କେବଳ ପ୍ରଧାନମନ୍ତ୍ରୀ କହିନାହାନ୍ତି ଏ କଥା, ପ୍ରଧାନମନ୍ତ୍ରୀ ତାକୁ ଆଖି ରଖି ଅଧିକରୁ ଅଧିକ ଯେମିତିକି ଚାର୍ଜିଂ ଷ୍ଟେସନ ଚାରିଆଡ଼େ ତା ପାଇଁ ଆର୍ଥିକ ବ୍ୟବସ୍ଥା 500 କୋଟି ଟଙ୍କାର ବ୍ୟବସ୍ଥା ଏବଂ 10,000 କୋଟି ଟଙ୍କାର ବ୍ୟବସ୍ଥା ଯେମିତି PM ଇ ଡ୍ରାଇଭ୍ ପାଇଁ ବୋଲି ବ୍ୟବସ୍ଥା କରିଛନ୍ତି। ଅଧିକରୁ ଅଧିକ ଇଭି ଗାଡ଼ି ଲୋକେ ବ୍ୟବହାର କରନ୍ତୁ, ସେଇଥିପାଇଁ ଇଭି ଗାଡ଼ିର ଯେଉଁ ଆମେ ସବସିଡ଼ି ଦେଉଥିଲୁ ତାର ଅବଧିକୁ ମଧ୍ୟ 2028 ପର୍ଯ୍ୟନ୍ତ ମଧ୍ୟ ବଢ଼ାଯାଇଛି। ସରକାର ଲୋକଙ୍କ ସୁବିଧା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ସମସ୍ତେ ଇଭି ଗାଡ଼ିରେ ବ୍ୟବହାର କରନ୍ତୁ, ସମସ୍ତେ ଆମ ନିଜର ଭୋଗବାଦକୁ ଟିକେ ସଂକୋଚନ କରିବା, ବିଦେଶ ଗସ୍ତକୁ କମେଇବା, ଏ ଯେଉଁ ଅପିଲ କରିଛନ୍ତି ଏବଂ ଘରେ ୱାର୍କ ଫ୍ରମ୍ ହୋମ୍ କରିବା ବଡ଼ କଥା କହିଛନ୍ତି ଏବଂ ଆମେ ସେ କଥା ମାନିଲେ ଆମ ଦେଶର ଅର୍ଥନୀତି ସୁରକ୍ଷିତ ରହିବ, ଆମର ବୈଦେଶିକ ମୁଦ୍ରା ବ୍ୟବସ୍ଥା ମଧ୍ୟ ସୁରକ୍ଷିତ ରହିବ। ସେଇଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା ଅଛି ଏବଂ ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ତାକି ଆପଣ ମନେ ପକାନ୍ତୁ ଦିନ ଥିଲା ଯେତେବେଳେ ଗ୍ୟାସ୍ ବ୍ୟବହାର ନ କରିବା ପାଇଁ କହିଥିଲେ, ସେତେବେଳେ ପାଖାପାଖି ବହୁତ ଲୋକ 1 କୋଟିରୁ ଉର୍ଦ୍ଧ୍ୱ ଲୋକ ସେମାନଙ୍କର ଗ୍ୟାସ୍ ବ୍ୟବହାର ଛାଡ଼ିଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ଯେଉଁ କଥା ଅପେକ୍ଷା ରଖନ୍ତି, ଯେତେବେଳେ ଅପିଲ କରନ୍ତି ଦେଶବାସୀ ମାନିଥାନ୍ତି, ସେଇଟା ସବୁଠୁ ବଡ଼ କଥା। ମୋର ମଧ୍ୟ ଓଡ଼ିଶା ଜନସାଧାରଣ ଅପିଲ ରହିବ ଯେ ଆମେ ସେ ତାଙ୍କର ଅପେକ୍ଷାକୁ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହକୁ ଆମେ କାର୍ଯ୍ୟକାରୀ କରିବା। ଏବେ ଆପଣ ଦେଖନ୍ତୁ ଯେ କୌଣସି ପାତ୍ର ଅନ୍ତର କରୁନାହାନ୍ତି। କର୍ଣ୍ଣାଟକରେ ଆମ ସରକାର ନାହିଁ, ବିଜେପି ସରକାର କର୍ଣ୍ଣାଟକରେ ନାହିଁ, କିନ୍ତୁ କର୍ଣ୍ଣାଟକ ସରକାର ପାଇଁ ଇଭି ଗାଡ଼ି ଯେତେ ସୁବିଧା ଅଛି ଏବଂ ଚାର୍ଜିଂ ଷ୍ଟେସନ ପାଇଁ ଯେ ସୁବିଧା ଅଛି ତାଙ୍କୁ ମଧ୍ୟ ସେ ଅନୁପାତରେ ମଧ୍ୟ କେନ୍ଦ୍ର ସରକାର ମଧ୍ୟ ଦେଇଛନ୍ତି। ସବୁ ରାଜ୍ୟକୁ ସହଯୋଗ ବି କରୁଛନ୍ତି। ଆମର ଯେତେ ଆମେ ଇଭି ଗାଡ଼ିରେ କନଭର୍ଟ କରିବା ସପକ୍ଷରେ ଅଛୁ। ଏବେ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଯେତେ ଗାଡ଼ି ସହର ଅଞ୍ଚଳରେ ଚାଲିଲା ମଧ୍ୟ ଯେମିତିକି ଫାଷ୍ଟ ଫେଜ୍ରେ ଆପଣଙ୍କର କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ସବୁ ଇଭି ଗାଡ଼ି ମଧ୍ୟ ଦେଲେ ମୋ ବସ୍ ଯୋଜନାରେ ଆମ ବସ୍ ଯୋଜନାରେ ମଧ୍ୟ ଏବଂ ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡ଼ି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ତାକୁ ମଧ୍ୟ ଏବେ ଆସ୍ତେ ଆସ୍ତେ କମାଯାଉଛି। ଆମେ ଯେଉଁ ସବସିଡ଼ି ଦେଉଛୁ ସେ ସବସିଡ଼ି ମଧ୍ୟ ସରକାରୀ ପାଇଁ ଏବଂ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଇଭି ଯେତେ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ଡିପାର୍ଟମେଣ୍ଟ ଷ୍ଟେପ୍ ନେଉଛି ମଧ୍ୟ। ଆମେ ତ ଓଡ଼ିଶା ସରକାର ତ ଇଭି ଗାଡ଼ି କିଣିବା ପାଇଁ ଯେଉଁ ସବସିଡ଼ି ଦେଉଛି ପ୍ରୋତ୍ସାହନଜନକ ଭାବେ ଏ ରାଶି ମଧ୍ୟ ଦେଉଛି। ସେ ଗୋଟିଏ ଧାଡ଼ିର କଥା, ତେଲ କମ୍ ବ୍ୟବହାର କରନ୍ତୁ। ଏ ଧାଡ଼ି କଥା, ଏ ଧାଡ଼ି ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କର ସମସ୍ତଙ୍କ ମନକୁ ଛୁଇଁଛି ଏବଂ ସମସ୍ତେ ମଧ୍ୟ ସେ ଦିଗରେ କାମ କରିବା ପାଇଁ ମଧ୍ୟ କମ୍ ବ୍ୟବହାର କରିବା
एवं जेमती गोटे देखा जाय पारे गोटे जणे गोटे एडे बड़ कार व्यवहार करबा जनक पय आवश्यक नै सेही गाड़ी रे आमे 3-4 जण भी जाई परिबा गोटे मोटरसाइकिल रे आमे 2 जण भी जाई परिबा एवं जणे जणे आमे कहबा एकेला एकेला व्यवहार करिकिरी अधिक संकट रे न आनी आमे निजको निजे बुझेई गोटे गाड़ी रे जेमती 2 जण जाई परिबा गोटे गाड़ी रे 4 जण आवश्यकता जीवा पय आवश्यकता अनुसार आमे माने सहभागिता सहित आमे ए काम को आगु ना मु तो निष्पत्ति मो तरफ निष्पत्ति नहीं सारनी मु जतेले जीवी आमर सरकारी बस व्यवहार करी एवं अधिकारु अधिका आम गाड़ी जेमती कि आमको मंत्री हिसाब रे आमर 2-3टा गाड़ी जाए किंतु से गाड़ी संख्या आमे कमे देलु मु एणकी 2 गाड़ी मते 1 गाड़ी हे जिवो गोटे गाड़ी रे जीवा आसिया करबा भल हबो आवश्यक जेतिकी सेतिकी करबा आवश्यकता अधिका करबा नै आवश्यकता ठारू जदि कमे देबा ताहाले मु भाबुची उचित हबो पायलटिंग तो जीवो सब प्रोटोकॉल अनुसार पायलटिंग जीवो जो आमे बेले बेले जो थाना अंचल दे जाओ से थाना मध्ये हमको पायलट करिया आवश्यक अछि आवश्यक थिला एटा न कले भल कमेबार लक्षण कौन कमेबार लक्षण आम ठारू आरंभ हवा आवश्यक मध्ये अछि एवं प्रधानमंत्री जी जहाँ कहते अपेक्षा ता आम पाखर निश्चित भाव आरंभ हवा।